ଦେଖନ୍ତୁ ଫାଇନାଲ ଆଜି ମୁଁ ଯାଇ ପହଞ୍ଚି ଯାଇଛି ଦାରିଙ୍ଗବାଡ଼ି ବ୍ଲକଠାରେ, ଯେଉଁ ସ୍ଥାନରେ କି ଆଜି ବ୍ଲକ କଂଗ୍ରେସ କମିଟି ତରଫରୁ ଆଜି ତାଙ୍କୁ ବ୍ଲକ ସଭାପତି ଭାବରେ ଶ୍ରୀ ଜିରିମେୟ ପ୍ରଧାନଙ୍କୁ ଦାୟିତ୍ୱ ଦେଇଛନ୍ତି। ଆଉ ତାଙ୍କୁ ଆଜି ସ୍ୱାଗତମ କରି ତିନି ଛକରୁ ବ୍ଲକ ପର୍ଯ୍ୟନ୍ତ ତାକୁ ଅତି ସୁନ୍ଦର ଭାବରେ କଡ଼ାଇ ନେଇଛନ୍ତି ଏବଂ ତାଙ୍କ ସହିତ ଉପସ୍ଥିତ ଥିଲେ ଯିଏ ଉଦୟଗିରି ନିର୍ବାଚନ ମଣ୍ଡଳୀର ଏମଏଲ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଏବଂ ଜିଲ୍ଲା ସଭାପତି ମଧ୍ୟ ତାଙ୍କ ସହିତ ଉପସ୍ଥିତ ଥିଲେ ଏବଂ ତାଙ୍କ ସହିତ ଦାରିଙ୍ଗବାଡ଼ି ପୁଲିସ ପ୍ରଶାସନ ମଧ୍ୟ ତାଙ୍କ ସହିତ ଉପସ୍ଥିତ ରହି ଅତି ସୁରକ୍ଷା ମଧ୍ୟରେ ତାଙ୍କୁ ତିନି ଛକରୁ ବ୍ଲକ ପର୍ଯ୍ୟନ୍ତ ତାଙ୍କୁ ଅତି ସୁନ୍ଦର ଭାବରେ କଡ଼ାଇ ନେଇଥିଲେ। ତାହେଲେ ଆସନ୍ତୁ କ'ଣ ସବୁ ତାଙ୍କର ଦାବିପତ୍ର ରହିଅଛି, ଆସନ୍ତୁ ଆମେ ଭିଜୁଆଲ ମାଧ୍ୟମରେ ଦେଖିବା। ଦେଖନ୍ତୁ ଆଜି ବ୍ଲକ ସଭାପତିଙ୍କୁ ସ୍ୱାଗତମ କରିବା ସହ ଯେତିକି ସବୁ ଆଜି ଦାବିପତ୍ର ଗୁଡ଼ାକ ରହିଛି ସେ ସ୍ମାରକପତ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଡ଼ିଓ ସାର୍ଙ୍କୁ ମଧ୍ୟ ସେ ସାକ୍ଷାତ କରିବେ। ବ୍ଲକକୁ ଯାଇକି ଦେଖନ୍ତୁ ବର୍ତ୍ତମାନ ବ୍ଲକକୁ ସେମାନେ ପ୍ରବେଶ କଲେ ଆଉ ବ୍ଲକକୁ ସେମାନେ ଯାଇକି ବିଡ଼ିଓ ସାର୍ଙ୍କୁ କ'ଣ ସବୁ ସ୍ମାରକପତ୍ର ପ୍ରଦାନ କରିବେ, କେଉଁ ଉପରେ ତାଙ୍କ ଦାବି ରହିଅଛି, ଆସନ୍ତୁ ଆମେ ଆଗକୁ ଦେଖିବା। ଦେଖନ୍ତୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସ୍ମାରକପତ୍ର ଦେବା ପୂର୍ବରୁ ସେମାନେ ବ୍ଲକ ସାମ୍ନାରେ ଧାରଣାରେ ମଧ୍ୟ ବସିଛନ୍ତି। ବିଡ଼ିଓ ଏବଂ ତହସିଲଦାରଙ୍କୁ ସେମାନେ ସ୍ମାରକପତ୍ର ପ୍ରଦାନ କରିବା ପାଇଁ ଏହି ସ୍ଥାନରେ ଗଣଧାରଣା ବସିଛନ୍ତି। ତାହେଲେ ଆସନ୍ତୁ ଏ ବିଷୟରେ ଅଧିକ ଜାଣିବା ପାଇଁ ଯିଏ ଉଦୟଗିରି ନିର୍ବାଚନ ମଣ୍ଡଳୀର ଏମଏଲ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଅଛନ୍ତି ତାଙ୍କୁ ଆମେ ଅଧିକ ଜାଣିବା ପାଇଁ ଆସନ୍ତୁ ପଚାରି ବୁଝିବା କ'ଣ କହୁଛନ୍ତି ଏ ଉପରେ। ସାର୍ ଆଜି ରାଲି କରିବା ସହିତ ଗଣଧାରଣା ଦେଇଥିଲେ, ଆପଣ କ'ଣ କହିବେ? ଆମେ ବିରୋଧ କରୁଛୁ କାରଣ ମହାତ୍ମା ଗାନ୍ଧୀ ଜାତିର ପିତା, ତାଙ୍କ ନେତୃତ୍ୱରେ ଭାରତ ସ୍ୱାଧୀନ ହେଇଛି, ତାଙ୍କ ନାଁରେ ସବୁ ଯୋଜନା ଗୁଡ଼ା ଚାଲୁଥିଲା। ଏ ବିଜେପି ସରକାର ହେଉଛି ମାନେ କଂଗ୍ରେସ ବିରୋଧୀ ବା ଦେଶ ବିରୋଧୀ ସରକାର। ଏ ମହାତ୍ମା ଗାନ୍ଧୀଙ୍କୁ ତ ପ୍ରଥମେ ଗୁଳି କଲେ, ତାପରେ ତାଙ୍କର ଯେଉଁ ନାଁ ଠିକ୍ ଅଛି ସେଇଟା ମଧ୍ୟ ସେମାନେ ସମାପ୍ତ କରିବାକୁ ଚାହୁଁଛନ୍ତି। ଆଉ ସେମାନେ ଏଇଟା ନାଁ ଉଠାଇ ଦେଇକି ପାର୍ଲାମେଣ୍ଟରେ ମଧ୍ୟ ପାସ୍ କରିଦେଇଛନ୍ତି, କିନ୍ତୁ ସେ ନାଁରେ ଯେଉଁ ଗ୍ରାମାଞ୍ଚଳରେ କାମ ହେଉଛି ସମସ୍ତେ ସୁବିଧାରେ କାମ ପାଉଛନ୍ତି, ଉନ୍ନତିମୂଳକ ହେଉଛି। ଏ କଂଗ୍ରେସର ନାଁ ଏ ଦେଶରୁ ଲୋପ କରିବା ପାଇଁ ତାଙ୍କର ଚେଷ୍ଟାକୁ ଆମେ ପ୍ରତିବାଦ କରୁ। ତାହେଲେ ଆସନ୍ତୁ ଏ ବିଷୟରେ ଅଧିକ ଜାଣିବା ପାଇଁ ଜିଲ୍ଲା ସଭାପତି ଅଛନ୍ତି, ତାଙ୍କୁ ମଧ୍ୟ ଆମେ ଅଧିକ ଜାଣିବା ପାଇଁ ପଚାରିବୁ ଯିବା। ଆଜିର କାର୍ଯ୍ୟକ୍ରମ ହେଲା ଅଲ୍ ଇଣ୍ଡିଆ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ମଲ୍ଲିକାର୍ଜୁନ ଖଡ୍ଗେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଡକ୍ଟର ଶରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ଆମର ଯେଉଁ କାର୍ଯ୍ୟକ୍ରମ ଥିଲା 29 ତାରିଖ ଜାନୁଆରୀ ସୁଦ୍ଧା ସବୁ ବ୍ଲକ ପଞ୍ଚାୟତରେ MG NRGS ନାମ ଯେଉଁ ପରିବର୍ତ୍ତନ କଲେ ନରେନ୍ଦ୍ର ମୋଦିଙ୍କ ସରକାର, ତାର ପ୍ରତିବାଦରେ ଆମେ ଏକ ପ୍ରତିବାଦାତ୍ମକ ମାନେ ପ୍ରୋଟେଷ୍ଟ ଆଜି ଆମେ କରୁଛୁ ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସ କମିଟିଙ୍କ ସଭାପତିଙ୍କ ନେତୃତ୍ୱରେ। ଆମର ମୁଖ୍ୟ ଉଦ୍ଦେଶ୍ୟ ହେଲା ମହାତ୍ମା ଗାନ୍ଧୀଙ୍କ ନାଁ ଏ ଦେଶରୁ ହଟା ନଯାଉ। ମହାତ୍ମା ଗାନ୍ଧୀ ଏ ଦେଶର ସ୍ୱାଧୀନତା ପାଇଁ ଯେଉଁ ଅବଦାନ ତାହା ଦେଶବାସୀ ଠିକ୍ ରୂପରେ ଜାଣିଛନ୍ତି, କିନ୍ତୁ ଆକ୍ରୋଶମୂଳକ ନାମକୁ ପରିବର୍ତ୍ତନ କଲେ ଯେ ମହାତ୍ମା ଗାନ୍ଧୀଙ୍କ ନାମ ଲିଭିଯିବ ସେହା ନୁହେଁ, କିନ୍ତୁ ଜନମାନସରୁ ମହାତ୍ମା ଗାନ୍ଧୀଙ୍କ ନାଁ ହଟାଇ ଦେବା ପାଇଁ ଯେଉଁ ପ୍ରଚେଷ୍ଟା ଚାଲିଛି ନରେନ୍ଦ୍ର ମୋଦି ସରକାରଙ୍କର, ତାହାର ପ୍ରତିବାଦରେ ଆଜିର ଏହି ଧାରଣା କାର୍ଯ୍ୟକ୍ରମ ବିକ୍ଷୋଭ। ତତ୍ସଙ୍ଗେ ସଙ୍ଗେ ଆମେ ଆହୁରି ଦାବି ମଧ୍ୟ ଉପସ୍ଥାପନ କରୁଛୁ ଯେ ସ୍ମାର୍ଟ ମିଟର ଯେଉଁ ଇଲେକ୍ଟ୍ରିକ୍ ଡିପାର୍ଟମେଣ୍ଟ ଲଗାଉଛି ଲୋକଙ୍କ ଉପରେ ଜବରଦସ୍ତ ଲଦେଇ ଦେଉଛି ସ୍ମାର୍ଟ ମିଟର, ତାର ମଧ୍ୟ ମେମୋରାଣ୍ଡମରେ ଆମର ସ୍ଥାନ ପାଇଛି। ପୁଣି ପର୍ଯ୍ୟାୟକ୍ରମେ ବ୍ଲକର ପଞ୍ଚାୟତର ଯେଉଁ ଦାବି ରହିବ, ଆଜି ଗୋଟେ ସିମ୍ବଲିକ୍ ପ୍ରୋଟେଷ୍ଟ ଆମେ କରିଛୁ, ଭବିଷ୍ୟତରେ ବଡ଼ ଧରଣର ପ୍ରୋଟେଷ୍ଟ এই ব্লকরে অনুষ্ঠিত হবে। ব্লক সভাপতি জিরিমেয় প্রধান অଛନ୍ତି, তাଙ୍କୁ ଆମେ ପଚାରିବା। କ'ଣ କହିବେ ସାର୍? ଆମମାନଙ୍କର ଅଲ୍ ଇଣ୍ଡିଆ ଲେଭେଲରେ ଯେତେବେଳେ ସବୁ ସ୍ତରରେ ସରିଗଲା, ଡିଷ୍ଟ୍ରିକ୍ଟ ଲେଭେଲ ଏବଂ ଅଲ୍ ଇଣ୍ଡିଆ ଲେଭେଲରେ ଯେତେବେଳେ ସମସ୍ତ କାର୍ଯ୍ୟ ସମାପ୍ତ ହେଲା, ବ୍ଲକ ସ୍ତରରେ ଆମମାନଙ୍କୁ ଯେଉଁ 29 ତାରିଖ ଲାଷ୍ଟ ଡେଟ୍ ଥିଲା, ଆମେ ଏଇଥିପାଇଁ ଏଇ ଯେଉଁ ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନାକୁ ଯେଉଁ ବିଜେପି ସରକାର ନାମ ପରିବର୍ତ୍ତନ କରୁଛି ତାର ପ୍ରତି ବିରୁଦ୍ଧରେ ଆମମାନେ ଯେହେତୁ ମହାତ୍ମା ଗାନ୍ଧୀ ଜଣେ ଜାତୀୟ ପିତା, ସେ ଏଇ
ଭାରତ ଦେଶକୁ ସ୍ୱାଧୀନ ଆଣିବାରେ ତାଙ୍କର ମୁଖ୍ୟ ଭୂମିକା ରହିଛି। ତେଣୁ ତାଙ୍କୁ ତ ଏ ସମୟରେ ବ୍ରିଟିଶ ସରକାର ଠାରୁ ହଟାଇ ଭାରତ ସ୍ୱାଧୀନ କରିବା ପରେ ପରେ ତାଙ୍କର ନାମରେ ଯେଉଁ ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନା କରାଯାଇଥିଲା ତାକୁ ବିଜେପି ସରକାର ନରେନ୍ଦ୍ର ମୋଦି ସରକାର ତାକୁ ନାମ ପରିବର୍ତ୍ତନ କରୁଛି। ଏଥିପାଇଁ ଆମେ ଆଜି ବ୍ଲକ ସ୍ତରରେ ଧାରଣା ଦେଇ ଆମମାନେ ବିକ୍ଷୋଭ କରି ତାକୁ ପରିବର୍ତ୍ତନ କରା ନ ଯାଉ, ଏହା ଆମମାନଙ୍କର ମୁଖ୍ୟ ଭୂମିକା ରହି ଆମମାନଙ୍କର କଂଗ୍ରେସ ତରଫରୁ ଏବଂ ଆମମାନଙ୍କର ମାନ୍ୟବର ଜିଲ୍ଲା ସଭାପତି ମାନ୍ୟବର ବିଧାୟକ ମହୋଦୟଙ୍କ ଉପସ୍ଥିତିରେ ଆମେ ଆଜି ଧାରଣା ଦେବୁ। ଆପଣମାନେ ଶୁଣୁଥିଲେ, ମୁଁ ପଚାରି ବୁଝୁଥିଲି ଯେ ଉଦୟଗିରି ନିର୍ବାଚନର ମଣ୍ଡଳୀର ML ଥିଲେ ଏବଂ ଜିଲ୍ଲା ସଭାପତି ମଧ୍ୟ ଥିଲେ ଏବଂ ବ୍ଲକ ସଭାପତି ମଧ୍ୟ ଥିଲେ। ତା ସହିତ ସ୍ମାରକପତ୍ର ମଧ୍ୟ ବିଡ଼ିଓ ସାର୍ଙ୍କୁ ଦେଇଛନ୍ତି। ବିଡ଼ିଓ ସାର୍ ମଧ୍ୟ ତାହାକୁ ଗ୍ରହଣ କରିଛନ୍ତି ଅତି ସୁନ୍ଦର ଭାବରେ ଦେଖନ୍ତୁ। ତା ସହିତ FO ସାର୍ ମଧ୍ୟ ଅଛନ୍ତି ଉପସ୍ଥିତ, ତହସିଲଦାର ମହୋଦୟ ମଧ୍ୟ ଅଛନ୍ତି ଏହି ସ୍ଥାନରେ।